ପଲ୍ଲବୀ ଭଗବାନଙ୍କ ମୂର୍ତ୍ତି ଆଣିବେ। ତାପରେ ମମତା କହିବେ, ପଲ୍ଲବୀ ତୁ ଏ କ'ଣ କରୁଛୁ? ଏ ମୂର୍ତ୍ତି। ତାପରେ ପଲ୍ଲବୀ କହିବେ, ସାନ ମା, ମୁଁ ଆମ କୁଲଦେବତାଙ୍କୁ ପୂଜା କରି ତାଙ୍କୁ ଆହ୍ୱାନ କରିବାକୁ ଚାହୁଁଛି। ଯେଉଁ ପର୍ଯ୍ୟନ୍ତ ମାମା ଭଲ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଭଲ କରି ଦେବା ପାଇଁ ତାଙ୍କ ପାଖରେ ଗୁହାରି କରିବି, ତାଙ୍କୁ ପ୍ରାର୍ଥନା କରିବି। ଭଗବାନ ଏତେ ନିଷ୍ଠୁର ନୁହନ୍ତି ସାନ ମା। ସିଏ ଏତେ ଶୀଘ୍ର ମାମାଙ୍କୁ ଚୁପ୍ କରେଇ ପାରିବେନି। ଆରେ ଏ ପର୍ଯ୍ୟନ୍ତ ତ ସିଏ ତାଙ୍କ ପୁଅ ଆଦର୍ଶର ବାହାଘର ପର୍ଯ୍ୟନ୍ତ ଦେଖିଛନ୍ତି, କିନ୍ତୁ ଏବେ ତାଙ୍କ ବୋହୂ ପୂରା ଘର ସମ୍ଭାଳିବାର ଦେଖିବାକୁ ବାକି ଅଛି। ପୁଣି ତାଙ୍କର ନାତି ନାତୁଣୀ ବି ଦେଖିବାର ବାକି ଅଛି। ସେମାନଙ୍କୁ ବଡ଼ କରି ତାଙ୍କୁ ମହାପାତ୍ର ଖାନଦାନର ଯୋଗ୍ୟ ଉତ୍ତରାଧିକାରୀ ଦାୟିତ୍ୱ ବି ତାଙ୍କର। ସେମାନଙ୍କ ବାହାଘର, ତାଙ୍କ ପିଲାଛୁଆ ଏସବୁ ଦେଖିବା ବି ବାକି ଅଛି। ମାମା ତ କିଛି ବି ଦେଖିନାହାନ୍ତି, କିଛି ବି ଦେଖିନାହାନ୍ତି ସିଏ। ଆଉ ଆପଣମାନେ ସମସ୍ତେ କହୁଛନ୍ତି ସିଏ ଏମିତି ଚାଲିଯିବେ। ନାଇଁ ନାଇଁ ସାନ ମା, ମୁଁ ମାମାଙ୍କୁ ଏମିତି ଏ ଦୁନିଆରୁ ଯିବାକୁ ଦେବିନି। ଯେଉଁ ପର୍ଯ୍ୟନ୍ତ ମାମାଙ୍କର ଦେହ ଭଲ ହେବାର ଖବର ନ ଆସିଛି ସେ ପର୍ଯ୍ୟନ୍ତ ମୁଁ ଏମିତି କୁଲଦେବତାଙ୍କ ସାମ୍ନାରେ ବସି ରହିବି। ତାପରେ ମମତା କହିବେ, ତୁ ଠିକ୍ କଥା କହୁଛୁ ପଲ୍ଲବୀ। ହେଲେ ତୁ ଏକା କାହିଁକି? ଆମେ ବି ତୋ ସାଙ୍ଗରେ ବସି ଦିଦିଙ୍କ ପାଇଁ ଠାକୁରଙ୍କ ପାଖେ ପ୍ରାର୍ଥନା କରିବୁ। ତାପରେ ପଲ୍ଲବୀ କୁଲଦେବତାଙ୍କ ମୂର୍ତ୍ତିକୁ ଠାକୁର ଘରକୁ ନେଇଯିବେ। ତାପରେ ମମତା କହିବେ, ଆଦର୍ଶ ତୁ ବି ଯା ପଲ୍ଲବୀ ସାଙ୍ଗରେ ପୂଜାରେ ବସ। ଯେହେତୁ କୁଲଦେବତାଙ୍କ ମୂର୍ତ୍ତି ପତିପତ୍ନୀଙ୍କ ମୂର୍ତ୍ତି, ସେଥିପାଇଁ ତମ ଦି ଜଣଙ୍କୁ ପତିପତ୍ନୀ ହେଇ କୁଲଦେବତାଙ୍କ ପାଖରେ ବସି ଏକାଠି ପୂଜା କରିବା ଉଚିତ। ତାପରେ ପଲ୍ଲବୀ ପୂଜା କରିବେ, ଆଉ ତାଙ୍କ ହାତରେ ଦୀପ ରଖି ଆଳତି କରିବେ, ଆଉ କହିବେ, ଯେଉଁ ପର୍ଯ୍ୟନ୍ତ ମାମାଙ୍କର ଦେହ ଭଲ ହେବା ଖବର ନ ଆସିଛି ସେ ପର୍ଯ୍ୟନ୍ତ ଏ ଜ୍ୟୋତି ଲିଭିବା ଉଚିତ ନୁହେଁ। ଏହାପରେ ଆଦର୍ଶ କହିବେ, ପଲ୍ଲବୀ ଇଏ କି ପାଗଳାମି କରୁଛ? ମୁଁ ବୁଝିପାରୁନି। ପଲ୍ଲବୀ, ତମ ହାତ ପୋଡ଼ି ଫୁଟୁକା ହେଇଯିବ। ଏମିତିରେ ବି ଆଗରୁ ତ ତମ ହାତ ଖଣ୍ଡିଆ ଅଛି। କଥାକୁ ବୁଝିବାକୁ ଚେଷ୍ଟା କର ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ନାଇଁ ଆଦର୍ଶ, ଯଦି ମୋର ଭଗବାନ ସତ ଏ ଘର ପ୍ରତି, ତମ ପ୍ରତି, ମାମାଙ୍କ ପ୍ରତି ମୋର ଭଲ ପାଇବା, ସ୍ନେହ, ଶ୍ରଦ୍ଧା ସତ, ତାହେଲେ କୁଲଦେବତା ମୋ ହାତ ପୋଡ଼ି ଯିବାକୁ ଦେବେନି। ମାମାଙ୍କୁ ଭଲ କରିଦେବେ। ତମେ ଖାଲି ମୋ ଦି ହାତରେ କର୍ପୂର ଦେଇ ଚାଲ। ଦିଅ କର୍ପୂର। ତାପରେ ଆଦର୍ଶ କର୍ପୂର ଦେଇ ଦୀପ ଜଳେଇବେ, ଆଉ ପଲ୍ଲବୀ ଆରତି କରିବେ। ଆଉ ଏପଟେ ଡକ୍ଟର ଆସି କହିବେ, ଗୁଡ୍ ନ୍ୟୁଜ୍ ମିଷ୍ଟର ମହାପାତ୍ର, ପେସେଣ୍ଟ ଇଜ୍ ଆଉଟ୍ ଅଫ୍ ଡେଞ୍ଜର ନାଓ। ତାପରେ ସମସ୍ତେ ଖୁସି ହେଇଯାଉଛନ୍ତି। ଆଉ ଆନନ୍ଦ କହୁଛନ୍ତି, ଗୌରବ, ତୁ ଏଇ ମୁହୂର୍ତ୍ତରେ ଖୁସି ଖବରଟା ଆଦର୍ଶକୁ ଫୋନ୍ କରି ଜଣା, ପ୍ଲିଜ୍। ତାପରେ ଗୌରବ କହିବେ, ହଁ ବଡ଼ ବାପା, ମୁଁ ତାକୁ ସାଙ୍ଗେ ସାଙ୍ଗେ ଜଣେଇ ଦଉଛି, କହି ଆଦର୍ଶକୁ କଲ୍ କରିବେ। ଆଉ ଆଦର୍ଶ କଲ୍ ଉଠେଇ କହିବେ, ହଁ ଭାଇ, ମାମାଙ୍କ ଦେହ କେମିତି ଅଛି? ତାପରେ ଗୌରବ କହିବେ, ଆଦର୍ଶ, ବଡ଼ମାଙ୍କର ସେନ୍ସ ଫେରି ଆସିଛି। ତାପରେ ଆଦର୍ଶ କହିବେ, ହ୍ୱାଟ୍, କ'ଣ କହିଲ ତମେ? ଏହାପରେ ଗୌରବ କହିବେ, ତୁ ଶୀଘ୍ର ଆସି ପହଞ୍ଚ। ତାପରେ ଆଦର୍ଶ କଲ୍ କାଟିଦେବେ, ଆଉ ପଲ୍ଲବୀଙ୍କୁ ଉଠେଇ କହିବେ, ପଲ୍ଲବୀ, ତମ ତପସ୍ୟା ସଫଳ ହେଇଛି। କୁଳଦେବତା ତମ ଡାକ ଶୁଣିଛନ୍ତି ପଲ୍ଲବୀ। ମାମାଙ୍କର ହୋସ ଆସି ସାରିଲାଣି ପଲ୍ଲବୀ। ପଲ୍ଲବୀ, ଖାଲି ସେତିକି ନୁହଁ, ଡକ୍ଟର କହିଲେ ସି ଇଜ୍ ଆଉଟ୍ ଅଫ୍ ଡେଞ୍ଜର ନାଓ। ତାପରେ ସମସ୍ତେ ଖୁସି ହେଇଯିବେ। ଆଉ ଆଦର୍ଶ କହିବେ, ଏସବୁ କେବଳ ତମ ପାଇଁ ସଫଳ ହେଇପାରିଛି ପଲ୍ଲବୀ, କେବଳ ତମ ପାଇଁ। ତମ ଭକ୍ତି, ଶ୍ରଦ୍ଧା ଆଉ ବିଶ୍ୱାସ ଯୋଗୁଁ ମା ଆଜି ନୂଆ ଜୀବନ ପାଇଲେ ପଲ୍ଲବୀ। ତାପରେ ମମତା କହିବେ, ନିମ୍କି, ତୁ ଚାହିଁଛୁ କ'ଣ? ଯା ଫାଷ୍ଟଏଡ୍ ବକ୍ସ ନେଇ ଆ। ତାପରେ ପଲ୍ଲବୀଙ୍କୁ ମମତା ତାଙ୍କ ହାତରେ ଔଷଧ ଲଗେଇ କହିବେ, ଦେଖ ପଲ୍ଲବୀ, ଆଜି ତୋର ଏ ପାଗଳପଣ କରିବାକୁ ଅନୁମତି ଏଇଥିପାଇଁ ଦେଲି କାରଣ ଦିଦିଙ୍କର ଦେହ ଖରାପ ଥିଲା, ଆଉ ତାଙ୍କର ଜୀବନ ମରଣ ପାଇଁ ସମସ୍ୟା ଥିଲା। ଆଉ ଯଦି ପୁଣି ଥରେ ତୁ ଏ ପାଗଳାମି କରିବାକୁ ଚେଷ୍ଟା କରିବୁ ନା, ତାହେଲେ ତୁ ମୋ ପାଖରୁ ବହୁତ ମାଡ଼ ଖାଇବୁ। ଆଉ ଏପଟେ ଦାଦିମା କହିବେ, ତତେ ଏବେ କେମିତି ଲାଗୁଛି ମାୟା? ଏହାପରେ ମାୟା କହିବେ, ଟିକେ ଭଲ ଲାଗୁଛି ପିଇସୀମା। ପଲ୍ଲବୀ କୁଆଡ଼େ ଗଲା ପିଇସୀମା? ସେ କ'ଣ ଏ ପର୍ଯ୍ୟନ୍ତ ବି ଆସିନି? ଆନନ୍ଦ, ପଲ୍ଲବୀ ଠିକ୍ ଅଛି ତ? ଏହାପରେ ଆନନ୍ଦ କହିବେ, ମାୟା, ପଲ୍ଲବୀ ଠିକ୍ ଅଛି। ଆରେ ଏମଏଲ୍ଏକୁ ଆରେଷ୍ଟ କଲା ପରେ
ତମକୁ ଦେଖା କରିବା ପାଇଁ ସେ ଥାନାରୁ ସିଧା ଏଠିକି ଚାଲି ଆସିଲା। ତମେ ବେହୋସ ହୋଇଥିବା କଥା ଶୁଣି ଆଉ ତମ ଦେହ ସାଂଘାତିକ ହୋଇଥିବା କଥା ଶୁଣି ସେ କାନ୍ଦି କାନ୍ଦି ଘରକୁ ଚାଲିଗଲା। ତାପରେ ମାୟା କହିବେ ଘରକୁ, କିନ୍ତୁ କାହିଁକି? ଏହାପରେ ବିନୋଦ କହିବେ ତମ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବାକୁ ଭାଉଜ। ଏହାପରେ ଗୌରବ କହିବେ ହଁ ବଡ଼ ମା, ମୁନି ଋଷି କଠୋର ତପସ୍ୟା କଲା ଭଳି ଆପଣ କେମିତି ଖୁବ୍ ଶୀଘ୍ର ଭଲ ହେଇଯିବେ ସେଇଥିପାଇଁ ସେ କୁଲଦେବତାଙ୍କ ପାଖରେ କଠୋର ତପସ୍ୟା କରୁଛନ୍ତି। ଏହାପରେ ଆନନ୍ଦ କହିବେ ହଁ ମାୟା, ତାର ନିଷ୍ଠା, ଭକ୍ତି ଆଉ ବିଶ୍ୱାସ ଯୋଗୁଁ ଭଗବାନ ତମକୁ ଗୋଟେ ନୂଆ ଜୀବନ ଦେଇଛନ୍ତି। ତାପରେ ମାୟା କହିବେ ସେ ପିଲା ମୋତେ ଆଉ କେତେ ଋଣୀ କରିବ ଆନନ୍ଦ। ଗୌରବ, ବିନୋଦ, ତାକୁ ଜଲ୍ଦି କୁହ ମୋ ସାଙ୍ଗରେ ଆସି ଟିକେ ଦେଖା କରୁ। ମୁଁ ତାକୁ କ୍ଷମା ମାଗିବାକୁ ଚାହେଁ। ମୋର କ'ଣ ଭରସା ଅଛି ଆନନ୍ଦ, କେତେବେଳେ ବି ମୋ ଜୀବନ ଚାଲିଯାଇପାରେ। କିନ୍ତୁ ତା ପୂର୍ବରୁ ମୁଁ ତାକୁ ସରି କହିବାକୁ ଚାହୁଁଛି। ତାପରେ ପଲ୍ଲବୀ ଆସି କହିବେ ବିଲକୁଲ ଆପଣ କିଛି କହିବେନି ମାମା, ଆପଣ ଖାଲି ଚୁପ୍ ହେଇ ରୁହନ୍ତୁ। ତାପରେ ପାଖକୁ ଆସି କହିବେ ଆଜି ପର୍ଯ୍ୟନ୍ତ ଆପଣ ଆମକୁ ବହୁତ କହିଲେ ଆଉ ଆମେ ବହୁତ ଶୁଣିଲୁ। ଏବେ କେବଳ ଆମେ କହିବୁ ଆଉ ଆପଣ ଆମ କଥା ଶୁଣିବେ। ତା ସହିତ ଆପଣ ଆପଣଙ୍କ ଦେହର ଯତ୍ନ ନେବେ, ବାସ୍ ସେତିକି। ପୁଣି କହିବେ କ'ଣ ଭାବିକି ଆପଣ କୋମାକୁ ଚାଲି ଯାଇଥିଲେ ମାମା? ଆପଣ ପଲ୍ଲବୀକୁ ଆଇଡିଆଲ ବୋହୂ ହେବାର ସାର୍ଟିଫିକେଟ ନ ଦେଇ ଆମ ସମସ୍ତଙ୍କୁ ଛଟପଟ କରି ଚାଲିଯିବାକୁ ବାହାରିଥିଲେ। ଆମ ସମସ୍ତଙ୍କୁ ଏତେ ବଡ଼ ସଜା ଦେବାକୁ ବାହାରିଥିଲେ ଆପଣ। ମାମା, ମୁଁ କ'ଣ ସତରେ ଏତେ ଖରାପ? ମୁଁ କ'ଣ ସତରେ ଆପଣଙ୍କ ଘର ପାଇଁ, ଆପଣଙ୍କ ପୁଅ ଆଦର୍ଶଙ୍କ ପାଇଁ କିଛି ବି ଭଲ କାମ କରିନି? ତାପରେ ମାୟା କହିବେ ନାଇଁ ପଲ୍ଲବୀ, ସେମିତି କିଛି ବି ନୁହଁ। ତୁ ତ ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରି ଆସୁଛୁ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ଆସୁଛୁ। ଏହାପରେ ପଲ୍ଲବୀ କହିବେ ତ ପୁଣି ମୋତେ ଏତେ ବଡ଼ ସଜା ଦେଇ କୋମାକୁ ଚାଲିଯିବାକୁ କାହିଁକି ବାହାରିଥିଲେ ଆପଣ? ମାମା, ମୋ ଜୀବନରେ କେବଳ ଗୋଟିଏ ଲକ୍ଷ୍ୟ, ଆପଣଙ୍କ ସାମ୍ନାରେ ଗୋଟେ ଆଦର୍ଶ ବୋହୂ ହେବି। କ'ଣ ସେତିକି ବି ମୋ ପାଖରୁ ଛଡ଼େଇ ନେବାକୁ ବସିଥିଲେ? ତାପରେ ମାୟା କହିବେ ତୋଠୁ ଆଦର୍ଶ ବୋହୂ ଏ ଦୁନିଆରେ କେହି ବି ହେଇପାରିବେନି ପଲ୍ଲବୀ। ଯେବେଠୁ ମୋ ଘରକୁ ଆସିଛୁ ସବୁବେଳେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ଆସୁଛୁ। କେତେ ତ୍ୟାଗ, କେତେ ସବୁ ବଳିଦାନ, କ'ଣ କ'ଣ ନ କରିଛୁ ଆମ ପରିବାର ପାଇଁ। କିନ୍ତୁ ମୁଁ ସବୁକୁ ଦେଖିକି ବି ଅଜଣା ହେଇଯାଇଥିଲି। କାରଣ ଏଇ ଡରରେ କାଳେ ତୁ ମୋତେ କାଟି ମହାପାତ୍ର ଖାନଦାନର ବେଷ୍ଟ ବୋହୂ ହେଇ ନ ଯାଉ। କିନ୍ତୁ ପ୍ରକୃତ ସତ ଏଇଆ ଯେ ତୁ ମୋ ପାଇଁ ତୋ ହାତରୁ ରକ୍ତ ବି ବୋହେଇ ସାରିଛୁ। ତାପରେ ଆଦର୍ଶ କହିବେ ଖାଲି ସେତିକି ନୁହେଁ ମା, ପଲ୍ଲବୀ ତାଙ୍କର ସେଇ ଖଣ୍ଡିଆ ହାତରେ କୁଲଦେବତାଙ୍କ ପାଖରେ ହାତରେ କର୍ପୂର ଜାଳି ଆଳତି କରିଥିଲେ। ଆଉ ସେଇଥିପାଇଁ ତ ତାଙ୍କ ଭକ୍ତି ଆଉ ନିଷ୍ଠା ପାଇଁ ଭଗବାନ ତମକୁ ବଞ୍ଚେଇ ଦେଲେ ମା। ତ ଦର୍ଶକ ବନ୍ଧୁ, ମାୟା କ'ଣ ପଲ୍ଲବୀକୁ କ୍ଷମା ମାଗିବେ କି? ଆମକୁ କମେଣ୍ଟ କରି ଜଣାନ୍ତୁ।